ମୋ ନାଁ ନମିତା ସାହୁ, ନିଖିଲ ଓଡ଼ିଶା ଆଶାକର୍ମୀ ସଂଘର ସାଧାରଣ ସମ୍ପାଦିକା। ଦେଖନ୍ତୁ, ଏ ବୈଠକ ଆଜି ନୂଆ ନୁହଁ। ଆମର ଏ ବୈଠକ ହେବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଆଜି ଡବଲ ଇଞ୍ଜିନ ସରକାର କେନ୍ଦ୍ରଠୁ ରାଜ୍ୟ ପର୍ଯ୍ୟନ୍ତ ଶାସନ କରୁଥିଲା ବେଳେ ଆଶାକର୍ମୀ ମାନଙ୍କର ନ୍ୟାଯ୍ୟ ଦାବି ପାଇଁ କେବେ ପ୍ରସ୍ତୁତ ନୁହନ୍ତି କି ଦାବି ପୂରଣ କରୁନାହାନ୍ତି। ସେହି ପରିପ୍ରେକ୍ଷୀରେ ଆମେ ନିଖିଲ ଓଡ଼ିଶା ଆଶାକର୍ମୀ ସଂଘ ଏଆଇଟି ସହିତ ସମ୍ବନ୍ଧିତ ରହି ମେ 1ରେ ଆମେ ଶ୍ରମିକ ଦିବସ ପାଳନ କରୁଥିଲା ବେଳେ ମେ 5ରେ ଆମେ ସମସ୍ତ ଜିଲ୍ଲାପାଳ ଅଫିସ କି ଘେରାଉ କରିବୁ। ସେଥିରେ ଆମର ମୁଖ୍ୟ ଦାବି ରହିବ ସମସ୍ତ ଆଶାକର୍ମୀ ମାନଙ୍କୁ ସର୍ବନିମ୍ନ ମଜୁରୀ, ପେନସନ, ମାସିକ ଭତ୍ତା ଦେବା ପାଇଁ ଏବଂ ମେ 20 ତାରିଖରେ ମଧ୍ୟ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ସର୍ବଭାରତୀୟ ସ୍ତରରେ ଯେଉଁ ଡାକରା ଦେଇଛନ୍ତି, ସେ ଡାକରାକୁ ଆମେ ନିଖିଲ ଓଡ଼ିଶା ଆଶାକର୍ମୀ ସଂଘ ନିଶ୍ଚିନ୍ତ ସଫଳ କରିବା ପାଇଁ ଏ ବୈଠକ ମେ 1, ମେ 5 ଆଉ ମେ 20 ତାରିଖକୁ ଆମେ ନିଶ୍ଚିନ୍ତ ନିଖିଲ ଓଡ଼ିଶା ଆଶାକର୍ମୀ ସଂଘ ରାଜ୍ୟବ୍ୟାପୀ ଆକୁ ଆମେ ଚ୍ୟାଲେଞ୍ଜ ଦେବୁ ଏ ଡବଲ ଇଞ୍ଜିନ ସରକାରକୁ। ଏ ସରକାର ଆସିଲା ଦିନଠାରୁ ଆମେ ଭଲ ଭାବରେ ଜାଣିଛୁ, ଏ ଶ୍ରମିକ ବିରୋଧୀ ସରକାର ଆଶାକର୍ମୀ ମାନଙ୍କ କଥାକୁ ଚିନ୍ତା କରିବେନି। ତାକୁ ଆମେ ସ୍ପଷ୍ଟ ଭାବରେ କହିବୁ ଯେ ସମଗ୍ର ଓଡ଼ିଶାର ଆଶାକର୍ମୀ ମାନେ ଆଜି ବ୍ୟାପକ ଭାବରେ ପ୍ରତ୍ୟେକ ଜିଲ୍ଲାପାଳ ଘେରାଉ କରିବେ, ବ୍ଲକ ଘେରାଉ କରିବେ, ରାଜଧାନୀ ଆମେ ପିକେଟିଂ କରିବୁ। ଯେ ଯେଉଁ ମୁହୂର୍ତ୍ତରେ ହେଉନା କାହିଁକି ଏ ସରକାରଙ୍କୁ ଆମେ ଚ୍ୟାଲେଞ୍ଜ ଦେବୁ ଯେ ଏ ସରକାର ଶ୍ରମିକ ବିରୋଧୀ ସରକାର। ଯଦି ଶ୍ରମିକ ବିରୋଧୀ ସରକାର ନ ହେଇଥିବେ ତାହେଲେ ସମଗ୍ର ଓଡ଼ିଶାର ଶ୍ରମିକ ଶ୍ରେଣୀ ମାନଙ୍କୁ ତାଙ୍କର ନ୍ୟାଯ୍ୟ ପ୍ରାପ୍ୟ ଦେବା ପାଇଁ ନିଶ୍ଚିନ୍ତ ସେ ଚିନ୍ତା କରିବେ। ହେଉଛି ମାତିଲଦା କୁଲ୍ଲୁ। ମୁଁ ହେଉଛି ନିଖିଲ ଓଡ଼ିଶା ଆଶାକର୍ମୀ ସଂଘର ଡେପୁଟି ଜେନେରାଲ ସେକ୍ରେଟାରୀ। ହଁ, ଆଜି ଆମର ରାଜ୍ୟ ସାଧାରଣ ବୈଠକ ହେଉଛି। এই ବୈଠକର ମୂଳ ଉଦ୍ଦେଶ୍ୟ ହେଉଛି ଆମର ଆଗାମୀ ଦିନରେ ଯେଉଁ ମେ ମାସରେ 3ଟା କାର୍ଯ୍ୟକ୍ରମ ରହିଛି, ଯେଉଁଟାକି ପ୍ରଥମତଃ ଶ୍ରମିକ ଦିବସ ସମସ୍ତେ ଜାଣନ୍ତି। ସବୁ ଶ୍ରମିକ এই ଦିବସଟାକୁ ପାଳନ କରନ୍ତି। ନିଜର ଯେଉଁ ତ୍ୟାଗ ବଳିଦାନର ଗୋଟେ ଇତିହାସଟା ଯେଉଁ ରହିଛି ତାକୁ ସମସ୍ତେ ମନେ ପକାଇକି ଶ୍ରମିକ ଦିବସ ପାଳନ କରନ୍ତି। ଆମେ ଆଶାକର୍ମୀ ମଧ୍ୟ এই ଦିବସ ପାଳନ କରିବୁ, ଏହା ନିଷ୍ପତ୍ତି କରାହେଉଛି। ୟା ସାଙ୍ଗରେ ମେ 5 ତାରିଖ ଯେଉଁଟାକି ହେଉଛି ଆମର ସର୍ବନିମ୍ନ ମଜୁରୀ ପାଇଁ ଆମେ ଗୋଟେ ଦାବିପତ୍ର କଲେକ୍ଟରକୁ ହଉ, ସବ୍ କଲେକ୍ଟରକୁ ହଉ କିମ୍ବା ଶ୍ରମ ଅଧିକାରୀଙ୍କୁ ଦେବାର ନିଷ୍ପତ୍ତି ହେଇଛି। ଯେଉଁଟା ଆଶାକର୍ମୀ ମଧ୍ୟ ଏଇ ଦାବିପତ୍ର ଯେଉଁ ସେଦିନ ଦେବାକୁ ଅଛି 5 ତାରିଖରେ ଆମେ ଶ୍ରମ ଅଫିସ ହଉ, କଲେକ୍ଟର ଅଫିସ ହଉ ଘେରାଉ କରିକି ଆମେ ସେ ଦାବିପତ୍ରଟା ଦେବୁ, ଏହା ନିଷ୍ପତ୍ତି କରାହେଉଛି। ୟା ସାଙ୍ଗରେ ଆମର ଯେଉଁ ସର୍ବଭାରତୀୟ ଧର୍ମଘଟ ମେ ମାସର 20 ତାରିଖ ଅଛି। ଆମେ ପୂର୍ବରୁ ମଧ୍ୟ ଆଶାକର୍ମୀ ଯେତିକି ଧର୍ମଘଟ ହେଇଛି, ରାଜରାସ୍ତାରେ ବସିବାକୁ ପଡ଼େ କିମ୍ବା ଯେଉଁଠି ବି ଯେମିତି ଧର୍ମଘଟ କରିବାକୁ ପଡ଼େ, ଆମେ ଆଗ ହେଇକି ଆସିଛୁ ଆଉ ଧର୍ମଘଟରେ ସାମିଲ ହେଇଛୁ। ଆଉ ନିଜ ହକ୍ ପାଇଁ ଆମେ ଆଜି ମଧ୍ୟ ନିଷ୍ପତ୍ତି ନେଉଛୁ, ନିଷ୍ପତ୍ତି ନେଇ ସାରିଛୁ ମଧ୍ୟ କହିଲେ ଚଳେ। ଆମେ ସେ 20 ତାରିଖ ଧର୍ମଘଟକୁ ସଫଳ କରିବୁ।